ଆଦି ସଖୀ ମାନେ ପଦ୍ମପତ୍ରରେ ବିଞ୍ଚିବାକୁ ଲାଗିଲେ। ଧୀରେ ଧୀରେ ଶୀତଳ ଜଳ ସିଞ୍ଚନ କରିବାକୁ ଲାଗିଲେ। ଶ୍ରୀ ରାଧାରାଣୀଙ୍କର ଚେତନା ଯେତେବେଳେ ଆସିଲା, ଧୀରେ ଧୀରେ ଯେତେବେଳେ ଚେତନାଗ୍ରସ୍ତ ହେଲେ, ରାଧାରାଣୀ ଟିକେ ହୋସକୁ ଆସିଲେ। ସାଙ୍ଗେ ସାଙ୍ଗେ କହିଲେ, ସଖିଲୋ, ଆମେ କେମିତି କହିବା ତାଙ୍କୁ ଗୋପୀନାଥ ବୋଲି? ଗୋପୀନାଥ ବୋଲି ଆମେ ତାଙ୍କୁ କେମିତି କହିବା? ସେ କ'ଣ ଆଉ ଗୋପୀନାଥ ହେଇକିରି ଅଛନ୍ତି? ସେ କ'ଣ ଆଉ ଆମର ହେଇକିରି ଅଛନ୍ତି? ସେ ପରା ଜଗତର ହେଇଗଲେଣି। ଗୋପୀନାଥ ବୋଲି କିପରି କହିବି, ଗୋପୀନାଥ ବୋଲି କିପରି କହିବି, ଛାଡ଼ି ତ ଆସିଲ ଗୋପ, ଗୋପ ଛାଡ଼ି ତ ଆସିଲ ଗୋପ, ଛାଡ଼ି ତ ଆସିଲ ଗୋପ, ଗୋପ ଛାଡ଼ି ତ ଆସିଲ ଗୋପ। ଏବେ ତ ମଥୁରା ନାଥ ବୋଲାଇବ, ଏବେ ତ ମଥୁରା ନାଥ ବୋଲାଇବ, କାହିଁ ସେ ତ୍ରିଭଙ୍ଗୀ ରୂପ, ମୋହନ ପାଶୋରି ଦେଲ କି ମନୁ ହେ, ମୋହନ ପାଶୋରି ଦେଲ କି ମନୁ, ଧେନୁ ପଛେ ବେନୁ ବାଇ ଆସିବାର, ଧେନୁ ପଛେ ବେନୁ ବାଇ ଆସିବାର, ସଖା ମେଳେ ବୃନ୍ଦାବନୁ, ମୋହନ ପାଶୋରି ଦେଲ କି ମନୁ, ହେ ମୋହନ ପାଶୋରି ଦେଲ କି ମନୁ, ଗୋପାଙ୍ଗନାଙ୍କ ନୟନ ନିରଧାର ଧାର, ମୋହନ ପଡ଼ି କିନ୍ତୁ ଥିଲା ପରା ବକ୍ଷର ଉପର, ମୋହନ କାଳ ସର୍ପ ମୁଖରେ ଲ ଆଙ୍ଗୁଳିକେ ଦେଲା, ମୋହନ ପଥର ପକାଇ କେଲ ମୁଣ୍ଡ ଯେ ପାତିଲା, ମୋହନ ସତେ ତୁମେ ଚାଲିଗଲ ଗୋପର ଠାକୁର, ମୋହନ ଆଉ କେବେ ନ ଫେରିବ ତୁମ୍ଭେ ଗୋପପୁର, ପାଶୋରି ଦେଲ କି ମନୁ ହେ, ମୋହନ ପାଶୋରି ଦେଲ କି ମନୁ। ଗୋପାଙ୍ଗନା ମାନଙ୍କର ଆଖି ଛଳ ଛଳ ହୋଇକି ରାଧାଙ୍କର କଥାରେ କାହାର ଆଉ କୋହ ସମ୍ଭାଳିଲେନି। ସମସ୍ତେ କାନ୍ଦିବାକୁ ଲାଗିଲେ। ଆଉ କିଏ ଶୋଉଛି ମୁଣ୍ଡରେ ପଥର ପିଟିବାକୁ ଲାଗିଲା, କିଏ କହିଲା ଚାଲ ସଖୀ ଆମେ ମରିବା ଏଥର, ବିଷ ଖାଇକି ଚାଲିଯିବା, ମରିଯିବା ଏଥର, ଏ କଥା ସବୁ ଚିନ୍ତା କରିବାକୁ ଲାଗିଲେ। ଲଳିତା କହିଲା, ସଖିଲୋ, ଆମେ ପୁରା ଲେଖିବାକୁ ବସିଛେ ଚିଠି, ଚିଠିରେ ପୁରା ପ୍ରଥମେ ସମ୍ବୋଧନ ପଦଟି ଲେଖିଲେ କ'ଣ ଆଉ ତା ପରଟା ଚିଠିଟା ଲେଖିଦେଇକିରି ଗୋଟିଏ ଆମ କଥାଟି ଜଣେଇ ଦେଲା ପରେ ଆମେ ସମସ୍ତେ ସମୂହ ଭାବରେ ଆତ୍ମହତ୍ୟା କରିକି ଶ୍ରୀକୃଷ୍ଣ ବିରହରେ ପ୍ରାଣତ୍ୟାଗ କରିବା। ପ୍ରଥମେ ଆମ କଥାଟି, ଆମ ନିବେଦନଟି ଶ୍ରୀକୃଷ୍ଣଙ୍କ ପାଖରେ ପହଞ୍ଚୁ ତ, ତେଣୁ ସମସ୍ତଙ୍କର ମନକୁ ଯେମିତି କଥାଟି ପାଇବ, ସମସ୍ତେ ଲେଖିବାକୁ ଲାଗିଲେ। ସମସ୍ତଙ୍କର କଥା ମାତ୍ର 4 ଧାଡ଼ିରେ ରହିବ ଆଜ୍ଞା। 4 ଧାଡ଼ିରେ ସମସ୍ତ 16 ସହସ୍ର ଗୋପମାନଙ୍କର ମନର କଥାକୁ ଲେଖୁଛନ୍ତି ଲଳିତେ। କ'ଣ ଲେଖୁଛନ୍ତି? କାଳି କାର୍ମୁକଂ କାର୍ମୁକଂ ଜନକ ଯା ଲାଭେ ଭବାନ ଭଗ୍ନବାନ, ଯଜ୍ଞେ କଂସଧନୁ ବଭଞ୍ଜ ଭବିତା, ପୌରାଙ୍ଗନା ବଲ୍ଲଭମ୍, अस्माकं किं अनंग कौसुम धनु भग्ने पी शक्तिनते श्री राधाया इति मुग्ध वाक्य हसितम पद्मापति पातुव। चारोटी धाड़ी रे 16,000 गोपांगना मानकर अंतरर कथा प्रेमिक गोपीनाथ पाखक गोपी मानकर निवेदन। कौन लिखुचंती गोपांगना माने?
କାଳି କାମୁକ କାର୍ମୁକଂ ଜନକଜା ଲାଭେ ଭବାନ ଭଗ୍ନବାନ। କାଳି ମା ଦୁର୍ଗା ବା ପାର୍ବତୀଙ୍କର, କାମୁକ କହିଲେ ଶିବ, କାର୍ମୁକ କହିଲେ ଶିବଙ୍କର ଧନୁ। ହେ ପ୍ରଭୁ ଶ୍ରୀକୃଷ୍ଣ, ହେ ଶ୍ରୀକୃଷ୍ଣଚନ୍ଦ୍ର, ଆପଣ ପୂର୍ବ ଜନ୍ମରେ ଶ୍ରୀରାମଚନ୍ଦ୍ରଙ୍କ ଅବତାର ଗ୍ରହଣ କରି ଶିବଙ୍କର ଧନୁକୁ ଭଗ୍ନ କରିଥିଲେ। କୋଟି ଭାର ଶିବ ଧନୁକୁ ଆପଣ ଭଗ୍ନ କରି ସୀତାଙ୍କୁ ଭଗ୍ନ ଜନକଜା ସୀତାଙ୍କୁ ଲାଭ କରିକିରି ନିଜେ ହେଉଛି ଯଶ ରଖିଥିଲେ। ତେଣୁ ଯଜ୍ଞେ କଂସ ଧନୁ ଭବନ ଜବବିତା, କିଛି ଦିନ ତଳେ କଂସର ଲଭ ଧନୁକୁ ଆପଣ ଭଗ୍ନ କରିକିରି କଂସକୁ ବଦ୍ଧ କରିକି ଦେବତା ମାନଙ୍କୁ ଶାନ୍ତି ପ୍ରଦାନ କରିଥିଲେ। ଏଡ଼େ ଏଡ଼େ ଧନୁ ଆପଣ ମାନେ ଭଗ୍ନ କରିକିରି ନିଜର ହେଉଛି ଯଶ କୀର୍ତ୍ତି ରକ୍ଷା କଲେ, ଦେବତା ମାନଙ୍କୁ ଶାନ୍ତି ପ୍ରଦାନ କଲେ। କିନ୍ତୁ ଆମକୁ ଗୋଟେ ଛାର ଫୁଲ ଧନୁ ଧରିକି କନ୍ଦର୍ପ ଯେଉଁ ପୀଡ଼ା ଦଉଛି, ସେଇ କୁସୁମ ଧନୁ, କନ୍ଦର୍ପର ଫୁଲ ଧନୁର ଜ୍ୱାଳା କଣ ପ୍ରଭୁ ଆପଣ ଜାଣନ୍ତି ନାହିଁ? ସିଏ ପୁରା ହେଉଛି ଫୁଲ ଧନୁ। ଛାର ଫୁଲ ଧନୁ ଧରି ତୁସୁରେ ବୋଲାଉ ସୁର, ଲଜ୍ଜା ଯାର ନାହିଁ ହେଳେ ସେ ଜିଣି ପାରେ ତ୍ରିପୁର। ଲଜ୍ଜା ଯାର ନାହିଁ ସେ ଅନଙ୍ଗ କୁସୁମ ଧନୁଟିକୁ ଆପଣ ହେଉଛି ଭଗ୍ନ କରିବା ପାଇଁ କ'ଣ ଆପଣ ଶକ୍ତି ନାହିଁ? ଆପଣ ହେଉଛି ସେଇ କୁସୁମ ଧନୁ, ସେଇ କାମଦେବର ଫୁଲ ବାଣ ଯେଉଁ ଦଗ୍ଧୀଭୂତ କରିକି ଆମକୁ ଜ୍ୱାଳା ଦେଉଛି, ସେ ଜ୍ୱାଳାକୁ ଆପଣ ଶ୍ରୀମୁଖ ଦର୍ଶନ ଦେଇ ଆମକୁ ଟିକେ ଯଦି ସେ ଜ୍ୱାଳାକୁ ଶାନ୍ତ କରିଦିଅନ୍ତେ, ଗୋଟିଏ ଥର ହଉନା କାହିଁକି, ଆପଣ ଆଉ ଯଦି ଆମକୁ ଦେଖା ଦେଇକିରି ଆମକୁ ସେଇ ପୂର୍ବ ସ୍ନେହବଳା ଭାଷାରେ ସଖୀ ବୋଲି ସମ୍ବୋଧନ କରିଦିଅନ୍ତେ, ତାହେଲେ ଆମେମାନଙ୍କ ଜୀବନ ସାର୍ଥକ ହେଇଯାଆନ୍ତା। ତାପରେ ଆମେ ସମସ୍ତେ ମରିଗଲେ ମଧ୍ୟ ଆମର କିଛି ଦୁଃଖ ନଥାନ୍ତା। ହେ ପ୍ରଭୁ କୃଷ୍ଣଚନ୍ଦ୍ର, ଏତିକି କହି ସେ ଚିଠିଟିକୁ ବନ୍ଦ କଲେ। ସେ ଚିଠିଟି କେମିତି ଯିବ? କେଉଁଥିରେ ଚିଠିଟି ଯିବାକୁ ହେଲେ ଗୋଟେ ଡାକ ଲଫାପା ଦରକାର, ତା ଦେହରେ ଡାକ ଟିକଟ ଦରକାର, ତାକୁ ହେଉଛି ପ୍ରେରକ ଦରକାର, ତାକୁ ପହଞ୍ଚେଇବା ଲୋକ ଦରକାର, ସେମିତି ପୁଣି ଠିକ୍ ସମୟରେ ପହଞ୍ଚିବା ଦରକାର। ଆଗକୁ କ'ଣ ହେଲା, ଏଇ ଯେଉଁ ଚିଠିଟି କଥା ଅତି ମଧୁର କଥା, ଆମେ ଆଗକୁ ଯଦି ସମୟ ଆସିବ ଆମେ ତାର ଆଲୋଚନା କରି